ଆଜି ସକାଳୁ ବ୍ରେକଫାଷ୍ଟରେ ମୋର ଥିଲା ଉପମା ତରକାରୀ, ଇଟଲି ତରକାରୀ ଆଉ ତା ସାଙ୍ଗରେ ଥିଲା ସାମ୍ବର। ସବୁକୁ ମିଶେଇ ଏଠି ମୁଁ ବ୍ରେକଫାଷ୍ଟଟା କରିନେଇଥିଲି। ଆଉ ମୁଁ ଖାଇଥିଲି ଉପମା ତରକାରୀ, ଆଉ ସମସ୍ତଙ୍କର ଥିଲା ଇଟଲି ତରକାରୀ। ତ ଆଜି ଯେହେତୁ ଥିଲା ଅମୁର ଟୀକା ନେବାର, ତାକୁ ନେଇକି ଆମେ ମେଡ଼ିକାଲ ଯାଇଥିଲୁ। ତାର ଭାରି ଆଜି କାନ୍ଦି କାନ୍ଦି ମନ ଦୁଃଖ। ତାକୁ ଆସିକି ଘରେ ସେ ଶୋଇପଡ଼ିଥିଲା। ତାପରେ ଆଜି ଆମର ହେଇଥିଲା ମାଟି ହାଣ୍ଡି ଚିକେନ୍, ଯେଉଁଟାକି ବହୁତ ବଢ଼ିଆ ଟେଷ୍ଟି ଥିଲା। ଆମକୁ ବହୁତ ବଢ଼ିଆ ବାସ୍ନା, ବହୁତ ଭଲ ଲାଗିଲା। ତାପରେ ଖାଇ ପିଇକି ଆମେ ସବୁ ଶୋଇପଡ଼ିଥିଲୁ। ଆଜି ସନ୍ଧ୍ୟାବେଳେ ଆମର ଆସିଥିଲା ରିଲାଏନ୍ସରୁ ବହୁତ ସାରା ଜିନିଷ, ଯେଉଁଟାକି ମୁଁ ତାକୁ ରଖି ପୁରା ଟେନସନ୍ ହେଇଥିଲି କ'ଣ ରଖିବି କେଉଁଠି। ତ ପୁରା ଫୁଲ୍ କରାହେଇଥିଲା। ଏଇଥିରେ ଆମର ଟାଇମ୍ ପୁରା ସରିଗଲା ଇଭିନିଂରେ। ଯେତେ ଜଲ୍ଦି ରଖିଦେବା, କାମ ସାରିକି ଟିକେ ଚାହା ପିଇ ନେବା ବସିକି। ତ ଏହିପରି ଭାବରେ ସବୁ ସାମାନକୁ ଭଲ ଭାବରେ ଆମେ ରଖିଦେଇଥିଲୁ, ଯାହାକି ଆପଣ ସବୁ ଦେଖିପାରୁଥିବେ। ଏହିପରି ମୋର ଦିନଟା ଆଜିର କଟିଗଲା। ତ ଏହିପରି ସବୁ ରଖିନେଲୁ। ତାପରେ ଚାହା ପତିଆରେ ସବୁ ପକେଇକି ସନ୍ଧ୍ୟାବେଳେ ବଢ଼ିଆ ସେ ଚାଟା ପିଆ ହେଇଗଲା। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ